ସକାଳୁ ଏତେ ଜୋରରେ ବର୍ଷା ପବନ ହେଲା ଯେ ମାନେ ଏମିତି ତାଣ୍ଡବ ରଚିଲା ଯେ କେହି କଳ୍ପନା ବି କରିପାରିବେନି, ବିଶ୍ୱାସ ବି କରିପାରିବେନି। ବର୍ଷା ହେଇକି ପୁରା ତାଣ୍ଡବ କରିଦେଇଛି। ଗଛ ପଛ ପୁରା ଭାଙ୍ଗିକି 100-150 ଭଳିଆ ଗଛ ଭାଙ୍ଗି ଦେଇଛି। ରୋଡ ପୁରା ବ୍ଲକ, ରାସ୍ତା ପୁରା ଅବରୋଧ ହେଇଯାଇଛି। ଜବର ଗାଡ଼ି ପୁରା ଏପଟ ସେପଟ ଗାଡ଼ି ପୁରା ବ୍ଲକ ହେଇଯାଇଥିଲା। ଗାଡ଼ି ରାସ୍ତାରେ ଯିବା ଆସିବା କରିବାକୁ ଲୋକ ନଥିଲେ। ଆମେ ବର୍ତ୍ତମାନ ଆସି ରୋଡ ସଫା କରୁଛୁ, ଗାଡ଼ି ମାନେ ଯିବା ପାଇଁ ମାନେ ବ୍ଲକ କରୁଛୁ, ମାନେ ରାସ୍ତା ସଫା କରୁଛୁ। ଜବର ଗଛ ଭାଙ୍ଗିଛି, ତଥାପି 100-150 ଭଳିଆ ଗଛ ଭାଙ୍ଗିଛି। ହଁ, ପ୍ରଶାସନ କେହି ଦେଖା ନାହାନ୍ତି। ଗାଡ଼ି ଫାଡ଼ି ଭାଙ୍ଗି ମାନେ ରୋଡ ଫୋଡ ଦୁର୍ଦ୍ଧଂସ ହେଇଯାଇଛି। ରାସ୍ତା ବର୍ତ୍ତମାନ କ୍ଲିୟର ଚାଲିଛି, ହେଇନି, ଚାଲିଛି, ଆରମ୍ଭ ହେଉଛି। ଗାଡ଼ି ଆରାମସେ ଧୀରେ ଧୀରେ ଯିବା ଆସିବା କରୁଛି। ଆଉ ଚାଲିଛି ତ ରୋଡ ବାଟ ସଫାସଫି। 8ଟା ଭିତରେ ବର୍ଷା ପବନ ଆସିଲା ଆଉ ଜୋର ବୋଲିକି ଏମିତି କିଛି ମାନେ ତାର ଆକଳନ ନାହିଁ। ଆଉ ବର୍ଷା ହେଇଗଲା, ପବନ ତା ସାଥିରେ ପ୍ରବଳ, ଗଛ ଡାଳ ଭାଙ୍ଗିକି ରାସ୍ତା ପୁରା ଅବରୋଧ କରିଦେଲା। ଏଇ ଗଛ ଗୁଡ଼ା ବଡ଼ ବଡ଼ ଗଛ ଗୁଡ଼ା ସବୁ ଉପୁଡ଼ିକି ରାସ୍ତା ଉପରେ ଶୋଇଗଲା। ଶହ ଗାଡ଼ି ଲାଗିଗଲା, ଆଡ଼େ ଭଗିପୁର ଆଡ଼େ କମିଟି ପର୍ଯ୍ୟନ୍ତ ଲାଗିଗଲା। ଆଉ ଏଇ ଆମରି ଗାଁ ଲୋକ ନିଜେ ଆମେ ସବୁ ସଫା କରିକି ଗାଡ଼ି ଅଟର ସବୁ ସାଇଟ୍ କଲାଠୁ ବାହାରିକି ଗଲା। ଆଉ ଗଛ ଅନୁମାନ ବୋଧେ 500 ଭଳିଆ ଗଛ ଭାଙ୍ଗି ଯାଇଛି, 500 ଉପରେ ହବ। ପ୍ରଶାସନ ତରଫରୁ କେହି ଗୋଟିଏ ବି ସୁଦ୍ଧା ଏପର୍ଯ୍ୟନ୍ତ ବି ଦେଖା ନାହାନ୍ତି। ଗାଡ଼ି ବୋଧେ ଏପଟେ ଯାଇଥିବ ବୋଧେ 1000-1500 କି ଏପଟେ ଏମିତି 2-3000 ଗାଡ଼ି ଲାଗିଗଲା। ବାଇକ୍ ଠୁ ହାଇଆଇ ଠୁ ଇଏଠୁ କାର ଠୁ ଜିପ୍ ଠୁ ଦୁନିଆ ଗାଡ଼ି ଲାଗିଗଲା। ପବନ ମୁଁ ଭାବୁଛି ଅନୁମାନ 50 କିଲୋମିଟର ଉପରେ ହବ ପବନ। ଆଉ ବର୍ଷା ତ ତାଠୁ ବଳିଛି ଏମିତି। ହଁ, ରାସ୍ତା କ୍ଲିୟର ହେଇଗଲାଣି, ଆଉ ଅଛି ସବୁ ହଣାହଣି କରୁଛନ୍ତି। ଆଉ ଦେଖା ନାହିଁ, ଏତେବେଳେ ଯାଇ ଦେଖା ନାହିଁ। ଏଇ ଆମରି ସୁରକ୍ଷା ତ, ଆଉ କ'ଣ, ଏଇ ରାସ୍ତାଘାଟ ଲୋକ ଯିବା ଆସିବା ଇଏ ହେଉଛି, ଏଇ ପ୍ରଶାସନ ଉପରେ ଇଏ ହେଉଛି ଆମର ଇଏ। ଆଉ ହଠାତ୍ ତ ଆମେ ଘରେ ଥିଲୁ, ଆଉ ଠିକ୍ 8ଟା 8:30 ବେଳକୁ ଷ୍ଟାର ପୁରା ଅନ୍ଧାର କରିକି ଚାରିଆଡ଼ୁ ଆସିକି ଏଠୁ ତାପରେ ଫାଷ୍ଟ ଧୀରେ ଧୀରେ ପବନ ହେଲା। ପବନ ହେଇକି ଜୋର ପୁଣି ନାଦିଲା ତଥାପି 100 ପାଖାପାଖି ପବନ ଥିଲା। ପବନରେ ଗଛ ଡାଳ ଫଳ ସବୁ ଶୋଇ ସାଇକି ଭାଙ୍ଗି ଭୁଙ୍ଗି ରାସ୍ତା ସବୁ ବ୍ଲକ। ଆମର କଟକ ବାଙ୍କି ରୋଡ ତଥାପି 20 ଖଣ୍ଡ ଗଛ ପଡ଼ିଥିଲା ସବୁ। ହଁ, ସବୁ ବସିଥିଲା ବା। ଆମର ସବୁ ଲୋକ, ଆମରି ଗାଁ ଲୋକ ଲାଗିକି ସବୁ ସଫା ସୁତୁରା କରିଦେଇଛନ୍ତି। ନାଇଁ, ଫାୟାର ବାଲା କେହି ଆସିନଥିଲେ, ତାଙ୍କର ଟୋଟାଲ ଦେଖା ନାହିଁ। ନାଇଁ, ରୋଡ ସଫା କରିସାରିଲାଣି, ଆମେ କେହି ଆସିନାହାନ୍ତି। ଆମେ ତ ଏଇଠି, ମୁଁ ଏଇଠି 4-5ଟା ଗଛ ଆଣିଲିଣି, ସିଏ ଭାଇ ହେରିକା ସିଏ 2-4ଟା ଆଣିଲେଣି। ସିଏ ବଡ଼ ବଡ଼ ଗଛ ସବୁ ଏଇଭଳିଆ ମୋଟା ଗଛ ସବୁ ପଡ଼ିଥିଲା, ସବୁ ମୋଡ଼ି ମାଡ଼ିକି ଭାଙ୍ଗି ଦେଇଛି। ଆଉ ପବନ 100 ବେଗରେ ଥିଲା। ପବନକୁ ଇଆଡ଼େ ବର୍ଷା, ଯେତିକି ଜୋର ପବନ ସେତିକି ଜୋର ବର୍ଷା।